ସମ୍ମୁଖରେ ମତାମତ ପ୍ରଣାମ କରୁଛି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ଆଜିର ପୁଣ୍ୟତିଥି ଗୁରୁ ଦିବସ। ଆଜି ଏ ଗୁରୁ ଦିବସରେ ସମସ୍ତେ କହିଲେ ଆମେ ଶିଖିଛୁ, ଆମେ ବୁଝିଛୁ, ଆମେ ଜାଣିଛୁ। ସେ ଜଣେଇବା ଲୋକ, ସେ ବୁଝେଇବା ଲୋକ, ସେ ଶିଖେଇବା ଲୋକ, ସେ ଗୁରୁ ନୁହନ୍ତି ତ ଆଉ କ'ଣ? ସେ ଗୁରୁ ପୂଜ୍ୟ ଗୁରୁ ଶ୍ୟାମଳ ବାବୁଙ୍କ ପାଇଁ ମୋର ଆଜି ଏହି ଗୁରୁ ଦିବସରେ ମତାମତ ପ୍ରଣାମ କରୁଛି। ଆଉ ଗୋଟେ କଥା ରହିଲା, ଶ୍ୟାମଳ ବାବୁ ପ୍ରତ୍ୟକ୍ଷ ଭାବେ ମୋର ଅନ୍ନଦାତା। ଏ କଥା ଜୀବନ ଥିବା ଯାଏ ସ୍ମରଣ ରହିବ ନିଶ୍ଚୟ, କେବେ ଭୁଲିବାର ନୁହେଁ। ଶ୍ୟାମଳ ବାବୁ ଆରମ୍ଭରୁ ଶେଷ ଯାଏ ସମସ୍ତେ କହିଲେ ନା ବଡ଼ ଚାକିରି ଥିଲା, ନା ବଡ଼ ବ୍ୟବସାୟ। ଯେକୌଣସି କାମ ମିଳୁଥିଲା ତାକୁ ସେ ଆପଣେଇ ନେଉଥିଲେ, ସେ କାମ ଭିତରେ ମଜି ଯାଉଥିଲେ, ହଜି ଯାଉଥିଲେ। ବିଭିନ୍ନ ସଂସ୍ଥା ସହିତ କାମ କରୁଛନ୍ତି ଏବଂ ଆଦର୍ଶ ପରିବାର, ଉଚ୍ଚ ଶିକ୍ଷିତ ପୁତ୍ର କନ୍ୟା ଏବଂ ଅଣ୍ଟନିୟତ ଭିତରେ ସଂସାରକୁ ଆଗକୁ ନେବାରେ ସେ ଅଣ୍ଟା ଭିଡ଼ିଛନ୍ତି, ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ପାଲଟିଛନ୍ତି। ସେ ବୀଣା ସ୍ୱେଚ୍ଛାସେବୀ ସଂଗଠନ ହଉ, ସ୍ୱଚ୍ଛ ଭାରତ ମିଶନ ହଉ, ନାବାର୍ଡ ହଉ, କେୟାର ଇଣ୍ଡିଆ ହଉ ଏବଂ OLM ହଉ ଏବଂ PR ଡିପାର୍ଟମେଣ୍ଟ ହଉ, ପ୍ରତ୍ୟେକ ଡିପାର୍ଟମେଣ୍ଟରେ ସେ ନିଜର ଦାୟିତ୍ୱ ପ୍ରିୟପାତ୍ର ହେଇଛନ୍ତି। ଗୋଟିଏ କଥା ଶ୍ରୀକାନ୍ତ ବାବୁର ସବୁବେଳେ ଆମେ ଶ୍ୟାମଳ ବାବୁ ସହିତ ମଜା କରୁ। 10ଟା ସମୟ ଦେଇଥିବେ, ଯଦି 10ଟା 2 ହେଲା ତେବେ ବି ପ୍ରଶ୍ନ ଉଠେ, କ'ଣ ପାଇଁ ଡେରି? 10ଟା 5 ହେଲା ଡେରି ହୁଏ। ଆମେ ବି ସୁଯୋଗ ଅପେକ୍ଷାରେ ଥାଉ, କେବେ ଶ୍ୟାମଳ ବାବୁଙ୍କୁ ଆମେ ବି ଦୋଷ ଦେବୁ, କିନ୍ତୁ ପାରୁନା। କାରଣ ସେ ସବୁବେଳେ 10ଟା ପୂର୍ବରୁ ପହଞ୍ଚି ସାରିଛନ୍ତି। ଏମିତି ଛକା ପଞ୍ଚା ବହୁତ ଦିନ ଧରି ଶ୍ୟାମଳ ବାବୁ ସହିତ ଆମର ହେଇଛି। ଇତିହାସରେ ସମସ୍ତେ ଜାଣିଛନ୍ତି ମୃତ୍ୟୁ ପୁନରପି ଜନ୍ମ ପୁନରପି ମରଣ ପୁନରପି ଜନନୀ ଯଥାରେ ଶୟନ। ଜନ୍ମ ମୃତ୍ୟୁ ଚକ୍ରବ୍ୟ ସଦସ୍ୟ ଆସିବ। ମଣିଷ ଜନ୍ମ ହେଇଛି ମୃତ୍ୟୁ ନିଶ୍ଚିତ। ନୈନ ଛିଦନ୍ତି ଶସ୍ତ୍ରାଣୀ ନୈନ ଦହତି ପାପକା ନ ଚୈନ କ୍ଲେଦ ଏତେ ନ ଶୋଷ ଏତେ ମାରୁତ। ତ ଆତ୍ମାକୁ ଶସ୍ତ୍ର ଭେଦ କରିପାରେ ନା, ଅଗ୍ନି ଦାହ କରିପାରେ ନା, ଜଳ ଓଦା କରିପାରେ ନା। ତ ଆତ୍ମାର ବିଲୟ ନାହିଁ। ଆତ୍ମା ଅବିନାଶୀ ଅମର, କିନ୍ତୁ ଶରୀର ବିନାଶୀ। ଏହାକୁ ଆମକୁ ମାନିବାକୁ ପଡ଼ିବ, ନିଶ୍ଚିତ ଭାବରେ ବିଦାୟ ନେବାକୁ ପଡ଼ିବ। ତ ସ୍ମୃତି ସଭା କାହିଁକି ହୁଏ, କାହାର ହୁଏ? ଏହି ପ୍ରସଙ୍ଗରେ ମୁଁ ଗୋଟିଏ କଥା କହିବି। ଶ୍ୟାମଳ ବାବୁ ଜଣେ ସାମାନ୍ୟ ବ୍ୟକ୍ତି ନଥିଲେ, ସେ ଅନୁଷ୍ଠାନ ଥିଲେ। ତ ସେ ଅନୁଷ୍ଠାନ ଥିବା ବ୍ୟକ୍ତି, ତାଙ୍କର ଯାହା ଅନନ୍ୟ କ୍ୱାଲିଟି ଥିଲା, ଗୁଣ ଥିଲା, ତାଙ୍କର ଯେଉଁ ତ୍ୟାଗ ଥିଲା, ତାଙ୍କର ଯେଉଁ ମାର୍ଗଦର୍ଶନ ଥିଲା, ତାକୁ ଅନ୍ୟମାନଙ୍କୁ ଜଣେଇବା, ତାଙ୍କ ସେ ମାର୍ଗରେ ଅନ୍ୟକୁ ପରିଚାଳିତ କରାଇବାର ଗୋଟେ ମୋମେଣ୍ଟ, ଗୋଟେ ମୁହୂର୍ତ୍ତ ସୃଷ୍ଟି କରିବା। ଆମେ ଜାଣିଛେ କି ଶ୍ୟାମଳ ବାବୁ ଫେରେଇ ପାରିବାନି। ଆମେ ଯେତେ ଗୋଡାଳିଲେ, ଯେତେ ମନ ଦୁଃଖ କଲେ, ଯାହା ବି କଲେ, ଯେ ଯାଇଛି ସେ ଯାଇଛି, ସେ ଫେରିବନି କେବେ ବି। କିନ୍ତୁ ସମସ୍ତେ ମୃତ୍ୟୁର ଦୁଃଖ ଦେଖିଛନ୍ତି, ଅନୁଭବ କରିଛନ୍ତି। ସମସ୍ତଙ୍କ ପରିବାର କେହି ନା କେହି ମୃତ୍ୟୁବରଣ କରିଛନ୍ତି, ନିଶ୍ଚୟ ଦୁଃଖ ଲାଗିଛି, ଆଜି ବି ଦୁଃଖ ଲାଗୁଛି। କିନ୍ତୁ ଶ୍ୟାମଳ ବାବୁ ଯେଉଁପରି ସମ୍ପର୍କର ବଳୟ, ଯାହା କହୁଥିଲେ ଶ୍ରୀକାନ୍ତ ବାବୁ, ସେ ନିଜେ କାମ କରିଛନ୍ତି ଆଉ କର୍ମ ଦକ୍ଷତା ଥିବା ବ୍ୟକ୍ତିକୁ ସେ କର୍ମସଂସ୍ଥାନ ଦେଇଛନ୍ତି। ବାସ୍ତବରେ ତା ପ୍ରଶଂସନୀୟ। ଯଦି ଜଣେ ନିଜ ପାଇଁ ବଞ୍ଚିବ ତାହେଲେ ତାଙ୍କଠାରୁ କ'ଣ ଶିଖିବା? ଯଦି ଜଣେ ଅନ୍ୟ ପାଇଁ ବଞ୍ଚିବ, ନିଶ୍ଚିତ ଭାବରେ ସେ ସବୁବେଳେ ସ୍ମରଣୀୟ ରହିବେ, ଯାହା ଶ୍ୟାମଳ ବାବୁଙ୍କ କ୍ଷେତ୍ରରେ ହେଇଛି। ସେ ନିଜେ ବଞ୍ଚିଛନ୍ତି, ପରିବାରକୁ ବଞ୍ଚାଇଛନ୍ତି, କିନ୍ତୁ ବାଲିକୁଦା ବ୍ଲକର ଅନେକକୁ କର୍ମସଂସ୍ଥାନ ଭିତରକୁ ଆଣିଛନ୍ତି। 100 କୃଷକ କ୍ଲବ, 500 SHG ତାଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣ। ସୁଦୂର ଯାଜପୁର, ଜଗତସିଂହପୁର ଭିନ୍ନ ଭିନ୍ନ ସଂସ୍ଥା ସହିତ ସମ୍ପର୍କ। ଆଉ ଶେଷ ମୁହୂର୍ତ୍ତରେ ବି ଯେଉଁ କାମ ବିଜୟ ବାବୁ କହୁଥିଲେ ମୁଁ ପାରୁନି, ଶ୍ୟାମଳ ବାବୁ ପାରୁଥିଲେ।
ସବୁବେଳେ କୀର୍ତ୍ତନ ଏରସମା ଏ ବୟସରେ ସେ ସବୁବେଳେ ଯୁବସୁଲଭ ଥିଲେ। ତ ତାଙ୍କର ବଳିଦାନ ଯଥେଷ୍ଟ। ଆଉ ବିଶେଷ କିଛି କହୁନି, ଏ କଥା ପୁଣି ଆମେ ଗୁଣୁଗୁଣେଇବା ନିଜ ଭିତରେ, ତାଙ୍କର ସ୍ମୃତିକୁ ନେଇ ଆମେ ଆଗକୁ ବଢ଼ିବା। ବେଶୀ କିଛି ଆଉ କହିବା ବାଉଲି ହବ, ସମସ୍ତେ ଅନୁଭବିଛେ, ତାକୁ ଜାଣିଛେ। ଆଜିର ଯେ ସମସ୍ତେ ଆମେ ଅଛେ ସ୍ମୃତି ସଭା ଆୟୋଜନରେ, ଆମେ କେହି କାହାକୁ ଭିନ୍ନ ନୁହନ୍ତି, କିନ୍ତୁ ଯେ ମୁଖ୍ୟ ପୁରୋଧା ଜ୍ୟୋତିରଞ୍ଜନ ଶତପଥୀ ଯେ ତାଙ୍କ ସହିତ ଥିଲେ, ଏବେ ବି ଅଛନ୍ତି, ଆଗକୁ ରହିବେ ନିଶ୍ଚୟ। ତାଙ୍କ ଆୟୋଜନରେ ଏମିତି ଏକ ବ୍ୟବସ୍ଥା କରାଯାଇଛି, ନିଶ୍ଚୟ ତାଙ୍କୁ ଯେତେ ସାଧୁବାଦ ଦେଲେ କମ୍ ହେବ। ତାଙ୍କର ଏଇ ପ୍ରୀତି ରହୁ। ରଶ୍ମିତା ମ୍ୟାଡ଼ାମ ଯାହା କହୁଥିଲେ, ରଶ୍ମିତା ମ୍ୟାଡ଼ାମ ସହିତ ବଡ଼ ଭାଇ ଭଳି ଯୁକ୍ତ ଥିଲେ ଅନ୍ୟମାନଙ୍କ ସମସ୍ତଙ୍କ ପାଇଁ। ସାମଲ ବାବୁଙ୍କ ମହାନତା ଏମିତି ପ୍ରସ୍ଫୁଟିତ ହଉ, ଏମିତି ସମସ୍ତେ ଗୁଣଗୁଣାନ୍ତୁ, ଏମିତି ଆଲୋଚନା ହଉ ମନ୍ଦିରରେ, ରାସ୍ତାରେ, ଘାଟରେ ଏବଂ ଅଫିସରେ, ସବୁଠି ତାଙ୍କର ସେ ସୁଗୁଣକୁ ସମସ୍ତେ ଗୁଣଗୁଣାନ୍ତୁ। ସେ ହୁଅନ୍ତୁ ମାର୍ଗଦର୍ଶକ, ସେ ସବୁବେଳେ ସମସ୍ତଙ୍କ ହୃଦୟରେ ରୁହନ୍ତୁ ଅମର ହେଇକି। ଏହା ହିଁ ଆଶା କରିବି। ଶେଷରେ ମହାପ୍ରଭୁଙ୍କ ପାଖରେ ଆଉ ଥରେ ତାଙ୍କର ସଦ୍ଗତି କାମନା କରି ରହୁଛି। ଜୟ ଜଗନ୍ନାଥ, ଜୟ ମା ଶାରଳା।